ମୁଁ ବହୁତ ସନ୍ତୋଷ ଅଛି। ମୋତେ ଦାୟିତ୍ୱ ମିଳିଲା ଦିନ ଠାରୁ ଜୁନ୍ 12 2024 ତାରିଖ ଠାରୁ ମୋ ଦୁଇଟା ବିଭାଗର କାମରେ ଯେତେ ହେଇପାରିଛି ଆମେ ସଂଶୋଧନ କରିଛୁ, ଯେତେ ବେଷ୍ଟ ପ୍ରାକ୍ଟିସ୍କୁ ଗ୍ରହଣ କରିଛୁ ଏବଂ ଖଣି ବିଭାଗର ଉତ୍ପାଦନକୁ ବଢ଼େଇବା, ଡେସ୍ପାଚ୍କୁ ବଢ଼େଇବା, ରେଭିନ୍ୟୁକୁ ଆଦାୟ କରିବା ଏବଂ ଚୋରା ଚାଲାଣକୁ ରୋକିବା, ଏହା ପାଇଁ ମଧ୍ୟ ଆମେ ଦୃଢ଼ ପଦକ୍ଷେପ ନେଇଛୁ। ତାକୁ ସକ୍ସେସ୍ ବି ହେଇଛୁ। ପୂର୍ଣ୍ଣଚ୍ଛେଦ ପଡ଼ି ଆସିଲାଣି। ଏପଟେ ପରିବହନ ବିଭାଗରେ ଯେଭଳି ଭାବେ ଅବସ୍ଥାରେ ଆମେ ଦେଖୁଥିଲୁ ସେଭଳିଆ ଅବସ୍ଥା ଆଜିର ଦିନେ ନାହିଁ। ଆମେ OSRTC ଲାଭଜନକ କରିବା 10 କୋଟି ଟଙ୍କା ଲାଭ ବି କଲାଣି ଏବଂ ସବୁ ଗାଡ଼ିକୁ ବ୍ୟବସ୍ଥିତ ଢଙ୍ଗରେ ସଜାଡ଼ିକି ରୋଡ଼କୁ ଆଣିବା। ଏଥିପାଇଁ ଗୋଟେ ଟାୟାରଟି ନାହିଁ ବୋଲି ବସ୍ଟି ପଡ଼ି ଏଭଳିଆ ଆଜିର ଦିନ ନାହିଁ। ଆଜି ପୁରା ତାକୁ ପୁରା ଏକଦମ ମୁଖ୍ୟ ସବୁ ଯୋଡ଼ିବା ପାଇଁ, ତାକୁ ଷ୍ଟ୍ରିମଲାଇନ୍ କରିବା ପାଇଁ ମଧ୍ୟ ଆମ ବିଭାଗ ପୁରା ତତ୍ପରତା ସହିତ କାମ କରିଛି। ପରିବହନ ବିଭାଗର ବହୁତ କଥା, ଯେମିତିକି ଆପଣଙ୍କର ଏୟାରପୋର୍ଟ ଗୁଡ଼ାକ ମଧ୍ୟ ସଜାଡ଼ିବା, ଏୟାରପୋର୍ଟ ନୂଆ ଅପଗ୍ରେଡ଼ କରିବା ଏବଂ ଏପଟେ ବସ୍ ଗୁଡ଼ାକ ବିଭିନ୍ନ ବସ୍ ଆମର ଯେମିତି OSRTC ସହିତ ଜଗନ୍ନାଥ ଏକ୍ସପ୍ରେସ୍ ତାର ମଧ୍ୟ ସଜାଡ଼ିବା, ଯେମିତି ବସ୍ରେ ସେବା ପାଇବା ପାଇଁ ଲୋକେ ହଇରାଣ ନ ହୁଅନ୍ତୁ ତାର ମଧ୍ୟ ସୁନିଶ୍ଚିତ କରିବା। ଏସବୁ କଥାକୁ ପୁଣି RTO ଅଫିସରେ ଯେଭଳି ଭାବେ ଘଟଣା ଘଟୁଥିଲା, ଲୋକେ RTO ଅଫିସକୁ ଯାଉଥିଲେ, ଲୋକେ RTO ଅଫିସରେ ହଇରାଣ ହେଉଥିଲେ, ମିଡ଼ିଏଟର ମାନଙ୍କର ଶିକାର ହେଉଥିଲେ। ଆଜିର ସେଦିନ ନାହିଁ। ଯାହା ଅନଲାଇନରେ ସେବା ମିଳୁଛି, ଯାହା ପାଖରେ ମୋବାଇଲ ସିଏ RTO ହେଇଯାଇଛି। କାରଣ ଆମେ ପରମିଟ୍ କଥା, ଆମର ଇଏ କଥା ଆମେ RTO ମୋବାଇଲ ଜରିଆରେ ବି କରିପାରୁଛୁ ଏବଂ ଯେଉଁମାନେ ଡ୍ରାଇଭରକୁ ଟ୍ରେନିଂ ଦେଉଛୁ, IDTR ଯେଉଁ ଆମର 4ଟା ସେଣ୍ଟର ଅଛି, ଏ ଯେଉଁ ଟ୍ରେନିଂ ଦେବା ଫଳରେ ଯେତେ ଟ୍ରେନିଂ ପ୍ରଶିକ୍ଷିତ ଡ୍ରାଇଭର ଆଜି ପର୍ଯ୍ୟନ୍ତ ଗୋଟେ ବି ଆକ୍ସିଡେଣ୍ଟ କରିନାହାନ୍ତି। 95,000 ଲୋକ ଆମେ ଶିକ୍ଷିତ କରିସାରିଲୁଣୁ ITRରେ ଏବଂ ତାକୁ 6,000 ଲୋକ ପ୍ଲେସମେଣ୍ଟ ବି ଦେଇସାରିଲୁଣୁ। ଏବଂ ଯେଉଁ ଫିଟନେସ୍ରେ ଆଖି ଦେଖିବା ଫିଟନେସ୍ ଆଜିର ଦିନ ନାହିଁ। ଆଖି ଦେଖିବା ଫିଟନେସ୍ରେ ATSରେ ଅଟୋମେଟିକ୍ ଆମେ ଫିଟନେସ୍ ବି ଦେବା ବ୍ୟବସ୍ଥା ବହୁତ କଥାରେ ଆଗକୁ ବଢ଼ି ସାରିଲୁଣୁ 2 ବର୍ଷ ଭିତରେ। ତା ସହିତ ଆପଣଙ୍କର ପୂର୍ବ ଗୋଟେ ଚ୍ୟାଲେଞ୍ଜ ଥିଲା, ତାକୁ ମଧ୍ୟ ଆପଣ ଅତି ସତର୍କରେ ଗ୍ରହଣ କଲେ। ଗୋଟେ ହେଉଛି ଦୁର୍ଘଟଣା ଘଟିବା, ଆଉ ଗୋଟେ ହେଉଛି ପଲ୍ୟୁସନକୁ ନେଇକି ଗୋଟେ ଚ୍ୟାଲେଞ୍ଜ ଥିଲା, ତାକୁ ଗଲା ପରେ ବର୍ତ୍ତମାନ EV ଚ୍ୟାଲେଞ୍ଜଟା ଗୋଟେ ବଡ଼ ଚ୍ୟାଲେଞ୍ଜ ଆମ ପାଇଁ ଯେତେ ଚ୍ୟାଲେଞ୍ଜ ଆସିବ ନା, ଯଦି ଗ୍ରହଣ ହେଇଯିବ ନା, ସେ ବାସ୍ତବତାରେ ପରିଣତ ହେଇଯିବ। ଚ୍ୟାଲେଞ୍ଜକୁ ସବୁବେଳେ ଆହ୍ୱାନକୁ ଗ୍ରହଣ କରିବା ଉଚିତ ଅଛି। PUCC ସମୟରେ ଏୟାର କ୍ୱାଲିଟି ଇଣ୍ଡେକ୍ସରେ ଆମେ ତଳକୁ ଗଲୁ ଏବଂ PUCC ବାଧ୍ୟତା ଭାବେ କଲୁ ଏବଂ ତାକୁ ଧରିକିରି ସେ ନୂଆ କଥା କିଛି ନାହିଁ, ପୁରୁଣା କଥାଟା ଏବଂ ଲୋକେ କଲେ ମଧ୍ୟ ବହୁତ ଗାଡ଼ି ଆଜି PUC ହେଲା ଏବଂ ଯେଉଁ PUCC ଟେଷ୍ଟିଂ ସେଣ୍ଟର ମଧ୍ୟ 2 ନମ୍ବର ହେଉଥିଲା ତାକୁ ମଧ୍ୟ 42ଟା ଟେଷ୍ଟିଂ ସେଣ୍ଟର ଆମେ ରଦ୍ଦ ବି କଲୁ। ଏକ୍ସନ୍ ମୁଡ଼୍ରେ ବି ଥିଲୁ ଏବଂ ଲୋକଙ୍କୁ ଫାଇନ୍ ଆଦାୟ କରି ଆମର ଲକ୍ଷ୍ୟ ନୁହଁ। ଆମେ ଲୋକ କେମିତି ମାନିକିରି ସବୁ ନିୟମ ପାଳନ କରନ୍ତୁ, ଏଇ କଥା। ଏପଟେ ସଡ଼କ ଦୁର୍ଘଟଣା କଥାରେ ମଧ୍ୟ ଆମେ ବହୁତ କମେଇଲୁଣୁ। ଶୂନ ଦୁର୍ଘଟଣା ସପ୍ତାହ, ଶୂନ ଦୁର୍ଘଟଣା ମାସ ପାଳନ କଲୁ ଏବଂ ଏକଦମ ସଫଳତାର ସହିତ ମଧ୍ୟ କଲୁ। ଏବଂ ଏବେ EV ଗାଡ଼ି କଥା, EV ଗାଡ଼ି ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଅପିଲ କରିଦେଲା ପରେ ଏବେ ଦେଶସାରା ଲୋକ ପ୍ରଧାନମନ୍ତ୍ରୀ କଥା ମାନିବା ଉପରେ ଏବଂ ପ୍ରଧାନମନ୍ତ୍ରୀ ଯେ ଖାଲି କହୁନାହାନ୍ତି, ନିଜର କାର୍କେଟର ଅଧା କମେଇଲେ ଏବଂ ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ଅଧା କମେଇଲେ। ଏବଂ ମୁଁ ତ ଗତକାଲି କହିସାରିଛି, ଆଜି EV ଗାଡ଼ି ପଳେଇ ଆସିଲାଣି, ଏଇଠି EV ଗାଡ଼ି ଥୁଆ ହେଇଗଲାଣି। ମୁଁ ଆଜି EV ଗାଡ଼ିରେ ଯିବି ଏବଂ 2ଟା ଗାଡ଼ି କହିଥିଲି, ଗୋଟେ ଗାଡ଼ି ଚଲେଇବି, ଗୋଟେ ଗାଡ଼ି ଚଲେଇ ଦାଟୁ EV ଗାଡ଼ି ମଧ୍ୟ। ଏବଂ ଗତକାଲି ମୁଁ ଆମର ଅଧିକାରୀମାନଙ୍କୁ ଡାକିଥିଲି, EV କନଭର୍ଟ ହେବ। EVରେ ଯେତେ OSRTCର ବସ୍ ଅଛି, ଆମେ ଏଇଠୁ ଆମଠୁ ଆରମ୍ଭ କରୁ, ତାକୁ ଯେତେ ପୁରୁଣା ବସ୍କୁ ଆମେ EV କନଭର୍ଟ କଲେ ଶସ୍ତା ପଡ଼ିବ ଏବଂ ଆମକୁ ଲାଭ ମିଳିବ। ଏବଂ EV ଗାଡ଼ି କଥା କହିକିରି ଆମେ ପ୍ରୋତ୍ସାହନ ଦେଉଛୁ। EV ପଲିସି ଅନ୍ତର୍ଗତ ଯେଉଁ ପ୍ରୋତ୍ସାହନ ଦେଇଥିଲୁ, ସେଥିରେ ପ୍ରାୟ 10 ଲକ୍ଷ ସବୁ ମୋଟ ଗାଡ଼ି ହେଇଗଲାଣି EV ଗାଡ଼ି। ତା ଚାର୍ଜିଂ ଷ୍ଟେସନ କଥା ଆମେ ଇଲେକ୍ଟ୍ରିକ୍ ଗୋଟେ କମ୍ପାନୀକି ଦେଇଥିଲୁ, ଏଜେନ୍ସିକି ଦେଇଥିଲୁ। ସିଏ 25ରୁ 30 ଚାର୍ଜିଂ ଷ୍ଟେସନ କରିସାରିଲାଣି ଏବଂ ଭୁବନେଶ୍ୱରରେ ହିଁ 15ଟା ଚାର୍ଜିଂ ଷ୍ଟେସନ ହେଇସାରିଲାଣି। ଏବେ ଆଉ 100 ସେ 100ଟା ହେବ, ଆଉ 100 ନୂଆ ଭାବେ କରାଯିବ ଏବଂ ଚାର୍ଜିଂ ଷ୍ଟେସନ ଏତେ ବ୍ୟାପକ ହେବ। EVର ବ୍ୟବହାର ପାଇଁ ଲୋକେ ଆଉ ଟିକେ ଯତ୍ନ ଆସି ଚେଷ୍ଟା କରିବେ ଏବଂ ପ୍ରୋତ୍ସାହିତ ହେବେ। ଆମେ ପ୍ରୋତ୍ସାହନ ରାଶି ଦେଇଦେଲେ ହେବନି, ପ୍ରୋତ୍ସାହନ ରାଶି ଦେଉଛୁ, ଆମେ ପ୍ରୋତ୍ସାହନ ରାଶି ଦେଇଦେଲେ ହେବନି ଏବଂ ତାକୁ ଲୋକେ ନେଇକିରି ତାକୁ ବ୍ୟବହାର କରିବା ଏବଂ ତାକୁ ଯେତେ ସୁବିଧା ଉପଲବ୍ଧ କରାଯାଇପାରେ ତାକୁ ସରକାର ଚିନ୍ତା ପ୍ରାୟ EV ହେବ ଏବଂ ଏବେ ଆମେ ଆଉ 100ଟା ବସ୍ EV ଆଣୁଛୁ OSRTCର। ଯାହା ଗାଡ଼ି କିଣିବୁ EV ଗାଡ଼ି କିଣିବା
ଏବଂ ଇଭିକୁ ଏତେ ତାର ଇନଫ୍ରାଷ୍ଟ୍ରକ୍ଚର ଏତେ ଡେଭଲପ୍ କରିବା ଦରକାର ଲୋକେ ଇଭି ଗାଡ଼ି ଚଲେଇକି ହଇରାଣ ନ ହେବେ ତାକୁ ଧ୍ୟାନ ଦେବା ଦରକାର। ରିପୋର୍ଟ ଦେଇଦେଲେ ରିପୋର୍ଟ କାର୍ଡ଼ ଯେଉଁ ଦିଅନ୍ତି ନାଇଁ ରିପୋର୍ଟ କାର୍ଡ଼ ଦେବି। ସାର୍ ଆଉ କିଛି ଗୋଟେ ଆପଣଙ୍କର ମନରେ ଅଛି କି ଯେ ଆପଣ ତ ଡିଡିଟି ଗୁରୁତ୍ୱପୂର୍ଣ୍ଣ ସେବା ପାଇଛନ୍ତି ଯେ ଆଉ କିଛି ଇଚ୍ଛା ଅଛି କି ଆଉ କେଉଁ ଟିକେ ନା ନା ମୋତେ ଯାହା ମିଳିଲେ ସନ୍ତୁଷ୍ଟ ନ ମିଳିଲେ ବି ସନ୍ତୁଷ୍ଟ। ଥ୍ୟାଙ୍କ ୟୁ।